ଚାରି ଉପରେ ଏକ ଚମତ୍କାର ଅବଜର୍ଭେସନ୍ ଅଛି। ଦିଗ କେତେଟା? ଚାରିଟା, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ। ସେମିତି ଗୁରୁ କେତେ ଜଣ? ଚାରି। କିଏ କିଏ? ବାପା, ମା, ପାଠ ପଢ଼ାଇଥିବା ଶିକ୍ଷକ ଏବଂ ନିଜର ଅନୁଭୂତି ବା ଏକ୍ସପେରିଏନ୍ସ। କରେକ୍ଟ। ଜଣେ ଲୋକର ଜୀବନର ଅବସ୍ଥା କେତେଟା? ଚାରି। ବାଲ୍ୟାବସ୍ଥା, କିଶୋର ଅବସ୍ଥା, ଯୌବନ ଅବସ୍ଥା ଏବଂ ବାର୍ଦ୍ଧକ୍ୟ ଅବସ୍ଥା। ଆମର ଜୀବନଚର୍ଯ୍ୟାକୁ ମଧ୍ୟ ଚାରି ବିଭାଗରେ ବିଭକ୍ତ କରାଯାଇଛି ନା ନାହିଁ? କ'ଣ କ'ଣ? ବ୍ରହ୍ମଚର୍ଯ୍ୟ, ଗ୍ରାହସ୍ଥ, ବାନପ୍ରସ୍ଥ ଏବଂ ଯତିବ୍ରତ ବା ସନ୍ନ୍ୟାସ। এই ଅବଜର୍ଭେସନ୍ଟା ଏତିକିରେ ସରିନି। ଆପଣ ଯଦି ପ୍ରକୃତି ଆଡ଼କୁ ପୁଣି ଆପଣ ଦୃଷ୍ଟି ନିକ୍ଷେପ କରିବେ ତାହେଲେ ବିଜ୍ଞାନ କହେ ଯେ ପ୍ରକୃତିରେ ଚାରିଟା ଫୋର୍ସ ରହିଛି: ଷ୍ଟ୍ରଙ୍ଗ ନ୍ୟୁକ୍ଲିଆର ଫୋର୍ସ, ୱିକ୍ ନ୍ୟୁକ୍ଲିଆର ଫୋର୍ସ, ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଫୋର୍ସ ଏବଂ ଗ୍ରାଭିଟେସନାଲ ଫୋର୍ସ। ये तो बड़ा चमत्कार ना कोइंसिडेंस।